एमयूजे संघ तरफ छत्तीसगढ़ बीजेपुर में मृत सांबादिक मुकेश चंद्रकार को श्रद्धांजलि ज्ञापन करिसेंती। मालकानगिरी जिला सीमांत छत्तीसगढ़ बीजापुर जिलार युव सांबादिक मुकेश चंद्रकार मृत्यु घटना को निंदा करा सह एमयूजे संघ तरफ एक श्रद्धांजलि सभा अनुष्ठित हो जाइछि। ଏହି ସଭାରେ ସଂଘର ସଭାପତି ଦେବପ୍ରସାଦ ଦାସ, ସହ ସମ୍ପାଦକ ଅସୀମ ବିଶ୍ୱାସ, ପ୍ରକାଶ ପଟ୍ଟନାୟକ, ଏ ଈଶ୍ୱର ରାଓ, ଶଙ୍କର ପାଲ, ବିକ୍ରମ କେଶରୀ ପାଢ଼ୀ, ଚକ୍ରଧର ପଟ୍ଟନାୟକ, ଚନ୍ଦନ ବାରିକ, ଯଦୁପତି ମହାନ୍ତି ପ୍ରମୁଖ ସାମ୍ବାଦିକ ଉପସ୍ଥିତ ରହି ଯୁବ ସାମ୍ବାଦିକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରି ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ 2 ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ଏଥିସହ ଅନେକ ସମୟରେ ସାମ୍ବାଦିକମାନେ ନିଜ କର୍ମକ୍ଷେତ୍ରରେ ଦୁର୍ବୃତ୍ତମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଏହା ପୂର୍ବରୁ ମାଲକାନଗିରି ଜିଲ୍ଲାର 6 ଜଣ ସାମ୍ବାଦିକଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରିଥିବା ବେଳେ ଛତିଶଗଡ଼ ରାଜ୍ୟର 4 ଜଣ ସାମ୍ବାଦିକଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରି ଦଣ୍ଡ ଦିଆଯାଇଥିଲା। ବର୍ତ୍ତମାନ ପୁନର୍ବାର ଏକ ରାସ୍ତା କାର୍ଯ୍ୟର ଦୁର୍ନୀତି ସମ୍ବନ୍ଧରେ ଖବର ପ୍ରସାରଣ କରିଥିବାରୁ ବିଜାପୁର ଜିଲ୍ଲାର ଯୁବ ସାମ୍ବାଦିକ ମୁକେଶ ଚନ୍ଦ୍ରକାର ସମ୍ପୃକ୍ତ କାର୍ଯ୍ୟର ଠିକାଦାର ସୁରେଶ ଚନ୍ଦ୍ରକାର ଷଡ଼ଯନ୍ତ୍ର କରି ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହାକୁ ସଂଘ ତରଫରୁ ଦୃଢ଼ ନିନ୍ଦା କରାଯିବା ସହ ସମ୍ପୃକ୍ତ ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ନିମନ୍ତେ ମାଲକାନଗିରି ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ ଦାବି କରିଛନ୍ତି। ମାଲକାନଗିରି ଏମ୍ୟୁଜେ ଭବନରୁ ଗୋବିନ୍ଦ ମଣ୍ଡଳଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଆ 30।